ବ୍ଲଗିଂ କରିବା ପାଇଁ। ହ୍ୟାଲୋ ହାଇ ଯୋଉ ଫାଷ୍ଟ ଇଣ୍ଟ୍ରୋଟା ଟିକେ କହୁନା। ହ୍ୟାଲୋ ବ୍ଲାଉଜ ସରି ହ୍ୟାଲୋ ଗାଇସ୍ ହ୍ୟାଲୋ ଆସ ଖେଳିବା ଆସ ଖେଳିବା ଆସ କରୁନ। ହ୍ୟାଲୋ ଗାଇସ୍ ଲେଟ୍ସ ଷ୍ଟାର୍ଟ ଏ ନ୍ୟୁ ବ୍ଲଗ। ତ ବର୍ତ୍ତମାନ ଆମେ ଆସି ପ୍ରାକ୍ଟିସ କରିବାକୁ ଆସି ରେଡି ହେଇଗଲୁଣୁ। ତ ଆମ ପିଲାମାନେ ସବୁ ରେଡି। ସକାଳେ ଆମର କିପର ଆସି ପହଞ୍ଚିଛନ୍ତି ହାର୍ଡ ହିଟର ମିଟନ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ବ୍ୟାଟିଂରେ ନମ୍ବର 1 ନା ସତରେ ସିରିୟସଲି ଆଜ୍ଞା ମିଟନ ସତରେ ଯାଇ ଛକା ମାରୁଛୁ ତାର ଅଭ୍ୟାସ ଅଛି ସତରେ କେଡେ କେଡେ ମାନେ ସେ ଯୋଉ ପୁରା ସେ ବର ଗଛ ସେପଟେ ପକଉଛି ରାସ୍ତା ସେପଟେ। ତ ଏବେ ଆମର ଟିମ୍ ଡିଭାଇଡ ହଉଛି। ସୁଶୀ ଏ ରୁଦ୍ର ତୁ ଗୋଟେ ଲିଡରସିପ ନେଇ ବାଣ୍ଟୁନୁ ଜଲ୍ଦି ଖେଳିବା ଖେଳିବ ଭାଇ। ତ ଆମର ଏବେ ଟିମ୍ ଦିଟା ଡିଭାଇଡ ହେଇଯିବ ତ ଆମେ ଖେଳିବା ଷ୍ଟାର୍ଟ କରିବା। ତ ଆମର ବ୍ୟାଟ୍ ଷ୍ଟିକ୍ ପିଲାମାନେ ସବୁ ଠିଆ ହେଇଛନ୍ତି। ଆଜି ୱିକେଟ୍ ତୋର ଥିଲା? ଓହୋ କାଲି କହୁଥିଲ ଯିବ ବୋଲି ନା? ଭଲ ଛୁଆ ବାଡେଇବେ ଆଉ। କାର୍ତ୍ତିକ ବର୍ତ୍ତମାନ ବ୍ୟାଟିଂ ଯିବେ। କାର୍ତ୍ତିକ କଣ ଗୋଟେ ଏପଟେ କରୁଛନ୍ତି ଗାର୍ଡ ସେ ପିନ୍ଧୁଛନ୍ତି। କାର୍ତ୍ତିକ ଏଟା କୋଉ ଚଢିବେ ଚଢି ନା ପ୍ୟାଣ୍ଟ ବାନା କଣ ଆଜି ଆସିଲାନି ଡରିଗଲା କିରେ? କାଲି ମାଡ ଯୋଉ ଖାଇଛି। ଶ୍ରୁତିବନ୍ତ ଅଛନ୍ତି ପ୍ଲିଜ କହିବେ ଆପଣ ଯେ ମା ଦୁର୍ଗାଙ୍କର ଦୁଇଟି ଅନ୍ୟ ନାମ। ଦେଖିଆ ତମେ କହ ନ ଦେଖିକି ତମେ ଏଇଠି କାଲିଠୁ କେତେ ଦିନ ହେଲା? ସିଂହ ବାହିନୀ ସିଂହ ବାହିନୀ ମା ମଙ୍ଗଳା ମା ମଙ୍ଗଳା ମା ତାରିଣୀ ମା ତାରିଣୀ ମା ସରସ୍ୱତୀ ମା ସରସ୍ୱତୀ। ଭାଇ ମାଙ୍କର ଗୋଟାଏ ମା ଆମର ସେ ମାଙ୍କର ସବୁ ଅନ୍ୟ ଅନ୍ୟ ସେ ଯୋଉ ଚାରୋଟି ନାଁ କହିଲେ ଏଥିରେ ତ ନାହିଁ। ମୁଁ ବି ଜାଣିନି ତାଙ୍କର ଅନ୍ୟ ନାମ। ଏତେ ପାଠ ପଢିଥିଲେ ମୁଁ କଣ ନାଇଁ ତ ମା ସରସ୍ୱତୀ ମା ମଙ୍ଗଳା ଯୋଉ କହିଲେ ଆପଣ ମାନେ ପ୍ଲିଜ କମେଣ୍ଟ କରିବେ ଯେ ମା ଦୁର୍ଗାଙ୍କର ସେ ଅନ୍ୟ ନାମ କି ନା ନାହିଁ। ସେ ମା ଆମର ଗୋଟିଏ ଧରିତ୍ରୀ ମା ସେ ମା ଆମ ସମସ୍ତଙ୍କର। ହଉ ଅନ୍ୟ ଅନ୍ୟ ନାଁ ସବୁ ଅଛି। ହଉ ତମେ ଯୋଉ କହିଲ ତା ଭିତରେ ନା ଟୋଟାଲି ନାହିଁ। ଦେଖିବା ଆଉ କଣ ହଉଛି। ଯଦି ଜାଣିଛନ୍ତି ପ୍ଲିଜ କମେଣ୍ଟ କରିବେ। ମୁଁ ଯାହା ଭାବୁଛି ଆପଣ କେବଳ ସିଦ୍ଧିଦାତ୍ରୀ ଆଉ କାଳରାତ୍ରି ଏଇ ଦୁଇଟି ଅନ୍ୟ ନାମ ଜାଣିଥିବେ ଆଉ ମା ଦୁର୍ଗା ଏ ତିନିଟା। ତ ମା ଦୁର୍ଗାଙ୍କର 8ଟି ଏଇଟା ହେଉଛି ଅନ୍ୟ ନାମ। ତ ପ୍ଲିଜ କମେଣ୍ଟ କରିବେ ଆଉ। ଦୁର୍ଗାର 8ଟି ଅନ୍ୟ ନାମ ତ ଆ ଭିତରୁ ଆପଣ କେଉଁ ନାଁକୁ ଜାଣିଛନ୍ତି ତ ପ୍ଲିଜ କମେଣ୍ଟ କରିବେ ଚିଟ୍ କରିବେନି। 1ରେ ହେଉଛି ଶୈଳପୁତ୍ରୀ 2ରେ ହେଉଛି ବ୍ରହ୍ମଚାରିଣୀ ମହାଗୌରୀ ଚନ୍ଦ୍ରଘଣ୍ଟା ମା ଦୁର୍ଗା ଏଇଟା ହେଉଛି କୁଷ୍ମାଣ୍ଡା ଏଇଟା ସ୍କନ୍ଦମାତା ତାପରେ ହେଉଛି କାଳରାତ୍ରି ତାପରେ ହେଉଛି କାତ୍ୟାୟନୀ ତାପରେ ହେଉଛି ସିଦ୍ଧିଦାତ୍ରୀ। ତ ମୁଁ ଯାହା ଭାବୁଛି ଯେ ଆପଣ ମା ଦୁର୍ଗାଙ୍କର ଗୋଟିଏ ନାମ ଜାଣିଥିବେ ସେ ତାହା ହେଉଛି ଅନ୍ୟ ନାମ ସିଦ୍ଧିଦାତ୍ରୀ। ଆଉ ଯେଉଁମାନେ 8ଟି ଅନ୍ୟ ନାମ ଜାଣିଛନ୍ତି ପ୍ଲିଜ କମେଣ୍ଟ କରିବେ ଚିଟ୍ କରିବେନି। ଆଉ ଦ୍ୱିତୀୟ ନାଁ ଜାଣିଥିବେ ମେ ବି କାଳରାତ୍ରି। ଆଉ କେଉଁ ନାଁ ହିଁ ଜାଣିନଥିବେ। ଯଦି ଜାଣିଛନ୍ତି ପ୍ଲିଜ କମେଣ୍ଟ କରିବେ। ସକାଳେ ଆମର ସବୁ ପିଲାଙ୍କର ବ୍ରେକଫାଷ୍ଟ ଆସି ଥୁଆ ହେଇଛି ଦେଖିଲା ପୁରା ଜରି ପ୍ୟାକ୍ ହେଇକି। ତ ଆମର ବି ରେଡ଼ି ହେଇଗଲା ଖାଇବା ଏବେ। ମାନେ ଇଏ ତରକାରୀ ଦେଇଛି ଟିକେ ଖାଲି ଜଷ୍ଟ ଦେଖ। ଏଇଟା ଇଟିଲି ତରକାରୀ ନୁହଁ ତ ପଖାଳ ଭାତ ପଖାଳ ଭାତ ଶଳା
ଦେଖନ୍ତୁ ପିଲାମାନେ କେତେ କୋଡ଼ିଆ ଚୋଦା ହବାରୁ ମେସରେ ଖାଇବା ପିଇବା ନ କରିପାରିବାରୁ ଏଇ କିଣିକି ଆଣିକି ଡଙ୍କ ପାଣିଆ ଖାଉଛନ୍ତି ହେଲା। ମାନେ ପାଣି ଭର୍ତ୍ତି ହେଇଛି ଏ ତରକାରୀ। ହଉ ଠିକ ଅଛି, ଏବେ ଆମେ ଖାଇବା। ସେଥିପାଇଁ କହୁଛନ୍ତି ସେଇଆକୁ ଖାଇ ତାଙ୍କର ବହୁତ ବଳ ହବ। ତ ବର୍ତ୍ତମାନ ଆମେ ଖରାଦିନ ଚାଲିଛି ଲଞ୍ଚ କରିବା। ଲଞ୍ଚରେ ଆମର କାକୁଡ଼ି ସାଲାଡ଼, ଭେଣ୍ଡି ଆଳୁ ଭଜା, ତା ସହିତ ପଖାଳ, ସଜ ପଖାଳ। ଭାଇ ଆମେ ମୂଲିଆ ଲୋକ, ତ ଆମର ପଖାଳ ହେଉଛି ନୀତିଦିନିଆ ଖାଦ୍ୟ, ନା କି ପଖାଳ ଦିବସରେ ଆମେ ଖାଉ। ତ ଆମର ଏଇଟା ହେଉଛି ନୀତିଦିନିଆ ଖାଦ୍ୟ। ଏମିତି ବି ଲୋକ ଅଛନ୍ତି ତାଙ୍କର ରାତି ପାଇଲେ ପଖାଳ ହିଁ ଦରକାର, ଯେଉଁମାନେ ଚାଷ କାମ କରୁଛନ୍ତି ମୁଁ ଗାଁରେ ଦେଖିଛି। ତ ଏବେ ଆମେ କାଗଜି ଟିକେ ଚିପୁଡ଼ିକି ପଖାଳରେ ପକେଇବା, ଆଉ ଦହି ଟିକେ ବି ପକେଇଛି। ପୁରା ଖରା ଦିନ ଆସିଗଲାଣି, ଏବେ ଆଉ କ'ଣ କରିବା, କଞ୍ଚା ଲଙ୍କା ଦଳେଇ କାକୁଡ଼ି ସାଲାଡ଼ରେ ଖାଇବା। ଆଉ ପଖାଳ ଛଡ଼ା ଆଉ ଜୀବନରେ ଶାନ୍ତି କିଛି ନାହିଁ। ସତରେ ଯେତେ ତମେ ଖାଅ ପଖାଳଟା ମାନେ ପୁରା ଆମ ଓଡ଼ିଆ ଘର ଖାଇବା। ସମସ୍ତେ ପସନ୍ଦ କରନ୍ତି ପଖାଳକୁ। ଲଭ୍ ୟୁ। ମାନେ ମକର ସଂକ୍ରାନ୍ତି ଗଲାଣି, ଗୁଡ଼ି ଉଡ଼ା ସରିଲାଣି, ତଥାପି କଟକ ସହରରେ ଆଜି ବି ଗୁଡ଼ି ଉଡ଼ା ହେଉଛି। ଯଦି ବିଶ୍ୱାସ ହେଉନି ତ ଏଇ ପଏଣ୍ଟରେ ଦେଖନ୍ତୁ, ସରି ହଁ ଏଇ ଜାଗାରେ ବି ଗୁଡ଼ି ଗୋଟା ଉଡ଼ୁଛି। ଏଇ ଜାଗାରେ ଦେଖାଯାଉଛି କି ନା ନାହିଁ ମୁଁ ତ, ଗୋଟେ ସେପଟେ ବି ଗୋଟା ଉଡ଼ୁଛି। ମାନେ ମକର ସଂକ୍ରାନ୍ତି ଅଲରେଡ଼ି ସରିଗଲାଣି, ଗୁଡ଼ି ଉଡ଼ା ସିଜିନ୍, ଗୁଡ଼ି ଉଡ଼ା ଦିନ ସରିଲାଣି, ତଥାପି ପିଲାମାନଙ୍କର ଗୋଟେ ସଉକ କହିଲେ ଚଳିବ। ତ ଖୁସି ଗୋଟେ ଆଉ। ତ ଆମ ଛାତରେ ଆସି ସାହିଦ କାପୁରର ଗୁଡ଼ି ଆସି ପଡ଼ିଛି। ତ ସାହିଦ କାପୁର ଏବେ ଗୋଟେ ଭଲ ମୁଭି ଆସୁଛି ରୋମିଓ। ତ ଏବେ ଆମର ଫେବୃଆରୀ ମାସ ଚାଲିଛି, ସବୁ କପଲ୍ ମାନଙ୍କର ଡେ। ତ ସେଥିପାଇଁ ଗୋଟେ ଲଭ୍ ଷ୍ଟୋରି ମୁଭି ନେଇକି ଆଉଛି, ଲଭ୍ ଷ୍ଟୋରି ୱିଥ୍ ଆକ୍ସନ୍। ସାହିଦ କାପୁର ମୁଭି ହେଉଛି। ତ ଆମେ ଏବେ ଛାତ ଉପରେ ବସିଛୁ। ତ ମୁଁ କହୁଥିଲି ନା ଗୁଡ଼ି ଉଡ଼ୁଛି। ମୋବାଇଲରେ କ୍ଲିଅର କରି ଦେଖାଯାଉନି ନା କ'ଣ, ମୁଁ କିଛି ବୁଝିବ। ହଁ ଆଉ ସେପଟେ ଗୋଟେ ସବୁ ଗୁଡ଼ି ଉଡ଼ଉଛନ୍ତି। ତ ଏ ଗୋଟେ ପିଲାମାନଙ୍କର ଖୁସି, ଯେତେବେଳେ ପିଲାମାନେ ଏଭ୍ରି ମୁମେଣ୍ଟରେ ଏନ୍ଜୟ କରିକି ତାଙ୍କର ଜୀବନକୁ ବିତେଇଥାନ୍ତି, ସେମାନେ ଖୁସିରେ ହେଇଥାନ୍ତି, ମାନେ ଖୁସି ହେଇଥାନ୍ତି। ତ ତା ଭିତରୁ ଇଏ ଗୋଟେ ବହୁତ ବଡ଼ ଖୁସି। କିନ୍ତୁ ଆଜିକା ଡେଟ୍ରେ ଏଇ ଯେଉଁ ଗୁଡ଼ିରେ ଏଇ ଯେଉଁ ମାନେ ସୂତା ୟୁଜ୍ କରୁଛନ୍ତି, ଏରା ବହୁତ ହି ଡେଞ୍ଜର ଭାଇ। ସତରେ ଏରା ଯଦି ମାନେ କେତେ ଲୋକ ବି ଙ୍କର ବେକ କଟି ଯାଉଛି। ତ ବୁଝୁନାହାନ୍ତି ପିଲାଙ୍କ ତ ଛାଡ଼, ବଡ଼ ପିଲା ବି ବୁଝୁନାହାନ୍ତି। କହୁଛନ୍ତି ଗୁଡ଼ି ମାନେ ଆମର ଏଇଟା ପର୍ବରେ ଅଛି ତ ଆମେ ଉଡ଼େଇବୁ। ତ ଉଡ଼େଇବାର କିଛି ପ୍ରୋବ୍ଲେମ୍ ନାହିଁ, କିନ୍ତୁ ଏଇ ଯେଉଁ ସୂତା ୟୁଜ୍ କରୁଛନ୍ତି, ତ ଏ ସୂତା ଗୁରା ପ୍ରୋବ୍ଲେମ୍। ତ ଭାବନ୍ତୁ ନା, କାହାର କ୍ଷତି, ଆମେ ଆମ ଖୁସି ପାଇଁ ଆଉ କାହାର କ୍ଷତି କରିବାଟା ଭଲ ନୁହଁ। ତ ବୁଝିବାକୁ ପଡ଼ିବ, ମାନେ ନିଜର କ୍ଷତି ପାଇଁ ଆମେ ଆଉ କାହାର ନିଜର ଖୁସି ପାଇଁ ଅନ୍ୟମାନଙ୍କର ତ କ୍ଷତି କରିପାରିବାନି ନା। ବୁଝିବାକୁ, ଜୀବନରେ ଟିକେ ଟିକେ ବୁଝିବାକୁ ପଡ଼ିବ। ତ ଏବେ ଆମେ ଛାତ ଉପରେ ଆସି ବସିଛେ। ତ ସନ୍ଧ୍ୟା ହେଇ ଆସିଲାଣି, ବହୁତ ସୁନ୍ଦର ଦେଖାଉଛି ଛାତ ଉପରେ କିଛି ସମୟ ବିତେଇବା। ତ ଲେଟ୍ସ ସି।